ओम नमो भगवते वासुदेवाय। सप्तमोऽध्याय। श्रीसुतोवाच। एबे अथर्ववेद शृण। एवेद कर्ता अथर्वण। अथर्व ऋषि अंगारस। सुमंत ताहांकर शिष्य। से पिता ठारू उपदेश। संहिता विभागे विशेष। कबंध नामे शिष्य थिले। ताहांकु उपदेश देले। से पुणी दुई भाग करी। शिष्य दुईरे से विस्तारी। पथ्य वेद दर्शक दुई। संहिता शिष्यकु पढ़ाई। वेद दर्शकଙ୍କର ପୁଣ। ଚାରି ଯେ ଶିଷ୍ୟ ବିଦ୍ୟମାନ। ବ୍ରହ୍ମବ କୌଶଲ୍ୟ କାୟନୀ। ମାଦୋଷ ଯେ ପିପଳାୟନୀ। ଏ ଚାରି ଶିଷ୍ୟରୁ ଅନେକ। ପଥ୍ୟଙ୍କର ଶିଷ୍ୟ ଶୁନକ। କୁମୁଦ କାଜଳିଆ ବର। କହିବା ଶିଷ୍ୟ ଶୁନକର। ବବୃଷ ଇନ୍ଧବାୟନ ହେଲେ। ଏ ଦୁଇ ସଂହିତା ପଢ଼ିଲେ। ସୈନ୍ଧବାୟନ ଶିଷ୍ୟ ଘେନି। ସୁବର୍ଣ୍ଣ ପ୍ରକୃତି ଅଜ୍ଞାନୀ। ନକ୍ଷତ୍ର କଳ୍ପ ଶାନ୍ତି କଳ୍ପ। ଆଙ୍ଗିରସ ଆଦି କଶ୍ୟପ। ସଂହିତା ଆଚାର୍ଯ୍ୟ ଏମାନେ। ପଞ୍ଚକଳ୍ପର ବିଦ୍ୟମାନେ। ହେ ମୁନି ଶୁଣ ଅନନ୍ତର। ଯେ ନାମେ ପୌରାଣିକଙ୍କର। ତ୍ରଜାରୁଣୀ କଶ୍ୟପ ପୁଣ। ସାବର୍ଣ୍ଣୀ ଯେ ଅକୃତ ଦ୍ରୋଣ। ତ୍ରଜାରୁଣୀ କଶ୍ୟପ ପୁଣ। ସାବର୍ଣ୍ଣୀ ଯେ ଅକୃତ ବ୍ରଣ। ବୈଶମ୍ପାୟନ ଯେ ହାରିତ। ଏଷଟ ପୌରାଣିକ ଖ୍ୟାତ। କାଶ୍ୟପ ଅଙ୍ଗିରସ ଦୁଇ। ତ୍ରଜାରୁଣୀ ସାବର୍ଣ୍ଣୀ ହୋଇ। ଏବେ ସେ ବ୍ୟାସ ଶିଷ୍ୟ ପୁଣ। ମୋ ମାତା ଲୋମହର ଶଣ। ତାହାଙ୍କ ଠାରୁ ଏଷଟ ଶିଷ୍ୟ। ସଂହିତା କଲେ ଉପଦେଶ। ତାଙ୍କଠାରୁ ମୁହିଁ ପୁଣ। ପଢ଼ିଲି ସକଳ ପୁରାଣ। ମୁଁ ଅଟେ ସୂତ ପୌରାଣିକ। ଆବର କଶ୍ୟପ ହିଁ ଏକ। ସାବର୍ଣ୍ଣୀ ପରଶୁରାମ ଶିଷ୍ୟ। ଅକୃତ ବଣ ଚାରି ଶିଷ୍ୟ। ଏ ରୂପେ ଆମ୍ଭେ ଚାରି ଜଣ। ବ୍ୟାସ ଶିଷ୍ୟଙ୍କଠାରୁ ପୁଣ। ଚାରି ମୂଳ ସଂହିତା ମାନ। ସମସ୍ତ କଲୁ ଅଧ୍ୟୟନ। ବେଦମାନଙ୍କ ଅର୍ଥ ପୁଣ। ବ୍ୟାସେ ଅଷ୍ଟାଦଶ ପୁରାଣ। ତା ମୋ ପିତାକୁ ଉପଦେଶ। ହରଷେ ଦେଲେ ବେଦ ବ୍ୟାସ। ମୁହିଁ ପିତାଙ୍କଠାରୁ ପୁଣ। ପାଇ ଅଷ୍ଟାଦଶ ପୁରାଣ। ପୁରାଣ ଦଶ ଯେ ଲକ୍ଷଣ। ପଞ୍ଚଲକ୍ଷଣେ ଥୋକେ ଜାଣ। ଲକ୍ଷଣ ନାମ ମାନ ଶୁଣ। ସର୍ଗ ବିସର୍ଗ ବୃତ୍ତି ଗୁଣ। ହେତୁ ଯେ ମନ୍ୱନ୍ତର ରକ୍ଷା। ବଂଶାନୁଚରିତ ଯେ ଶିକ୍ଷା। ଆଶ୍ରୟ ଅବତାର କଥା। ଏ ଦଶ ଲକ୍ଷଣରେ ଯୁକ୍ତା। ବଡ଼ ପୁରାଣ ଏଥେ ଜାଣ। ଦଶ ଲକ୍ଷଣ ବିଦ୍ୟମାନ। ସାନ ଉପପୁରାଣ ମାନ। ପାଞ୍ଚ ଲକ୍ଷଣରେ ବଖାଣ। ବିଷ୍ଣୁ ନିର୍ଗୁଣ ନିରାକାର। ତ୍ରିଗୁଣେ ଯୁକ୍ତ ସେ ମାୟାର। ତହୁଁ ମହତ ଅହଙ୍କାର। ପଞ୍ଚ ମହାଭୂତ ଶରୀର। ସପ୍ତାଦି ତନୁ ମାତ୍ର ପଞ୍ଚ। ଏକାଦଶ ଇନ୍ଦ୍ରିୟ ସଞ୍ଚ। ଉତ୍ପତ୍ତି ମଧ୍ୟ ଏ ହୁଅନ୍ତି। ଏ ସର୍ବେ ସର୍ଗ ଯେ ବୋଲନ୍ତି। ଏହାଙ୍କ ସଙ୍ଗତରେ ପୁଣ। ପୁରୁଷ ସଂଯୋଗ ଭାବେଣ।
ଏହାଙ୍କ ବାସନାର ଅଙ୍ଗ। ସ୍ଥାବର ଜଙ୍ଗମ ପତଙ୍ଗ କୀଟ ଆଦି ଚାରି ଉତ୍ପତ୍ତି। ଏମାନେ ବିସର୍ଗ ବୋଲାନ୍ତି। ପ୍ରାଣୀମାନଙ୍କ ଯେ ବିବୃତ୍ତି ଜୀବିକା ଆଚାରାଦି ଗତି। ଏ ସର୍ବବୃତ୍ତି ଯେ ବୋଲାଇ ଲକ୍ଷଣ ପୁରାଣ ସେ କହି। ଏମାନେ ରକ୍ଷାର ନିମନ୍ତେ କାମାଦି ଉତ୍ପତ୍ତି ପ୍ରବର୍ତ୍ତେ। ସ୍ଥିତ ପ୍ରଳୟର କାରଣ ବିଷ୍ଣୁର ଯେତେ ଅଂଶମାନ। ଏହାଙ୍କ ରକ୍ଷା ଯେ ବୋଲାନ୍ତି ଯେଣୁ ବିଷ୍ଣୁ ସର୍ବତ୍ର ଚରନ୍ତି। ଏ ସମୟରେ ମନୁମାନେ ବ୍ରାହ୍ମ ମୁହୂର୍ତ୍ତେ ଉତ୍ପନ୍ନେ। ଏ ବ୍ରାହ୍ମ ମୁହୂର୍ତ୍ତରେ ପୁଣ ମନ୍ୱନ୍ତର ହୁଏ ପ୍ରମାଣ। ଇନ୍ଦ୍ର ଶପଥ ଋଷି ଦେବ ଅନୁପୁତ୍ର ଆଦି ଯେ ସର୍ବ। ଏ ମନ୍ୱନ୍ତର ଯେ ବୋଲାଇ ଆନ ମନୁ ବଂଶ ବଢ଼ଇ। ସୃଷ୍ଟି କରନ୍ତି ଆତ ଜାତ ଏ ମନୁ ବଂଶାନୁଚରିତ। ଏ ସମୟରେ ବାସୁଦେବ ଷଟ ଯେ ରୂପରେ ସମ୍ଭବ। ମନୁ ଦେବତା ମନୁହୋତ୍ର ଏ ସର୍ବ ବ୍ରହ୍ମାର ଯେ ଗୋତ୍ର। ଏମନ୍ତ ଭାବେ ବାସୁଦେବ ସଂସାର ଉତ୍ପତ୍ତି ସମ୍ଭବ। ମନାନ୍ତ ଅଧିକାର ବୋଲି ପୁରାଣ ଲକ୍ଷଣ କହିଲି। ଏ ରାଜାମାନଙ୍କ ବଂଶରେ ବ୍ରହ୍ମ ଋଷି ଦେବ ଅଂଶରେ ଗନ୍ଧର୍ବ ଚାରଣ କିନ୍ନରେ ଯେତେ ଉତ୍ପତ୍ତି ଏ ସଂସାରେ। ଏହାଙ୍କ ବଂଶ ଭୋଗ କହି ଶୁଣ ସୌନକ ମନ ଦେଇ। ନିତ୍ୟ ନୈମିତ ପ୍ରାକୃତିକ ଏ ଚାରି ଲୟ ଆତ୍ୟନ୍ତିକ। ନିତ୍ୟ ନୈମିତ ପ୍ରାକୃତିକ ଏ ଚାରି ଲୟ ଆତ୍ୟନ୍ତିକ। ଏ ଚାରି ସଂସ୍ଥା ବୋଲି ଜାଣ ଜୀବ ଉତ୍ପତ୍ତି ସଂହାରଣ। ଅବିଦ୍ୟା ଯୋଗ ମାୟା ମାନ ଅକର୍ମେ ଯେତେ ଉତ୍ପନ୍ନ। ତାହାକୁ ହେତୁ ବୋଲି କହି ଯୋଗ ମାୟା ଗୁଣରେ ମୋହି। ପଞ୍ଚମହାଭୂତରେ ଯୁକ୍ତ ତ୍ରିଗୁଣ ବ୍ରହ୍ମାଣ୍ଡେ ଜଡ଼ିତ। ବ୍ରହ୍ମାଦି ତୃଣ ପର୍ଯ୍ୟନ୍ତେ ପ୍ରାଣୀ ସମେତ ହୁଏ ଯେତେ। ଉତ୍ପତ୍ତି ସ୍ଥିତି ପ୍ରଳୟନ ଏ ଭାବେ ଦର୍ଶନ। ଜାଗ୍ର ସ୍ୱପ୍ନ ସୁଷୁପ୍ତିମୟ ବ୍ରହ୍ମାର ଯେତେ ମାୟାକାର। ଜୀବ ବ୍ରହ୍ମାଣ୍ଡମୟ ହୋଇ ପ୍ରକୃତି ଭାବେ ସଞ୍ଚରଇ। ବ୍ରହ୍ମରେ ଲୀନ ହୁଏ ପୁଣ ତାହାକୁ ଅପାଶ୍ରୟ ଜାଣ। ପଦ ଯେ ଅର୍ଥମାନଙ୍କର ପଞ୍ଚମହାଭୂତ ଶରୀର। ପଞ୍ଚତତ୍ତ୍ୱ ମାତ୍ର ସ୍ୱରୂପ ବୀଜାଦି ପଞ୍ଚବର୍ଣ୍ଣ ରୂପ। ଆକାରାଦି ଯେ ବ୍ୟବସ୍ଥାରେ ସଂଯୋଗ ବିଯୋଗ ପ୍ରକାରେ। ଏ ସର୍ବ ମାୟାରେ ବାସନା ସବୁ ବାସୁଦେବ ରଚନା। ଚିତ୍ତ ତ୍ରିଗୁଣ ବାହାର ଚିତ୍ତ ତ୍ରିଗୁଣର ବାହାର। ଉତ୍ପତ୍ତି ସ୍ଥିତି ପ୍ରଳୟର। ଯେବେ ବିରକ୍ତ ଭାବ ହୋଇ ଯୋଗ ବଳେ ଆତ୍ମା ମିଶାଇ ଜୀବ ପରମରେ ମିଶଇ ତେବେ ଏ ବନ୍ଧନୁ ତରଇ। ଏମନ୍ତେ 10 ଲକ୍ଷଣରେ ଯୁକ୍ତ ପୁରାଣ ମାନଙ୍କରେ ପୂର୍ବେ ଋଷିମାନେ ବୋଲାନ୍ତି ଅଷ୍ଟାଦଶ ପୁରାଣ ଗ୍ରନ୍ଥି। ଏଥେ ବଡ଼ ସାନ ଅଛନ୍ତି ଗୁଣ ଅଷ୍ଟାଦଶ ସଂଖ୍ୟାଦି। ପଦ୍ମ ବିଷ୍ଣୁ ଯେ ଶିବଲିଙ୍ଗ ଗରୁଡ଼ ନାରଦ ସଂଯୋଗ। ଅଗ୍ନେୟ ସ୍କନ୍ଧ ଭାଗବତ ଭବିଷ୍ୟ ବ୍ରହ୍ମ ବୈବର୍ତ। ମାରକଣ୍ଡେୟ ଯେ ବାମନ ବରାହ ମତ୍ସ୍ୟ ଯେ କୁରୁମ। ବ୍ରହ୍ମାଣ୍ଡ ପଦ୍ମ ଯେ ପୁରାଣ ବ୍ରହ୍ମ ଆଦି ଅଷ୍ଟାଦଶେଣ। ଅଷ୍ଟାଦଶ ପୁରାଣ ସାର ଶ୍ରୀ ଭାଗବତ ନାମ ଯାର।
ଏ ଅଷ୍ଟାଦଶ ଯେ ପୁରାଣ ଏ 4,00,000 ଗ୍ରନ୍ଥ ପୁଣ ଅଷ୍ଟାଦଶ ଉପପୁରାଣ ଏହାଙ୍କ ନାମ ମାନ ଶୁଣ। ବୃହତ ବିଷ୍ଣୁ ବୈଷ୍ଣବ ଦୁଇ ବୃହତ୍ ନୃସିଂହ ଆଦି ହୋଇ ଅଙ୍ଗାର ସଜେ ବାଜୁ ନନ୍ଦୀ ଇତିହାସେ ଅଷ୍ଟ ଯେ ଛନ୍ଦି। ଲଘୁ ଭାଗବତ ପ୍ରକାଶ ଲଘୁ ଭାରତ ଯେ ଦ୍ୱାଦଶ ଦେବୀ ପୁରାଣ କକ୍ଷମଏ ଗୋମତ ଯେ ହରିବଂଶଏ ବାଳିକା ନିରକୀୟ ପୁଣ ସୋମ ପୁଷ୍ପର ଯେ ସଂକ୍ଷେଣ। ଉପପୁରାଣ ଅଷ୍ଟାଦଶ 2,00,000 ଗ୍ରନ୍ଥରେ ପ୍ରକାଶ। ମହାଭାରତ 1,00,000 ଗ୍ରନ୍ଥ ଅଷ୍ଟାଦଶ ପର୍ବେ ଯନ୍ତ୍ରିତ। ଚତୁର୍ବିଂଶ ସହସ୍ର ଶ୍ଲୋକେଣ 7 ଖଣ୍ଡ ଯେ ରାମାୟଣ। 4 ବେଦକୁ 1,00,000 କହି 36 ଶ୍ରୁତି 1,00,000 ହୋଇ। ଷଟ ଶାସ୍ତ୍ର ଯେ 7,00,000 ନ୍ୟାୟ ମୀମାଂସା ସହସ୍ର ସଂଖ୍ୟ। ପାତଞ୍ଜଳ ତର୍କଶାସ୍ତ୍ରେଣ ଶିକ୍ଷାକଳ୍ପ ନିରୁକ୍ତ ଛନ୍ଦେଣ। ଷୋଡ଼ଶ ଅଷ୍ଟଲକ୍ଷ ପୁଣ 2 ସହସ୍ର ଜାଣ। ଜ୍ୟୋତିଷ ବ୍ୟାକରଣ ଆଦି ଅଷ୍ଟ ଯେ ଏଭାବେ ପ୍ରସିଦ୍ଧି। 4 ଉପନିଷଦ ଗୁଣ 4,00,000 ଯେ ସମ୍ପୂର୍ଣ୍ଣ। ଆୟୁର୍ବେଦ ଯେ ଧନୁର୍ବେଦ ଗନ୍ଧର୍ବ ଶିଳ୍ପ 4 ବେଦ। ଆଗମ ଶାସ୍ତ୍ର ଆଦି ପୁଣ 10,00,000 ଗ୍ରନ୍ଥ ପ୍ରମାଣ। ଏମନ୍ତ ହୋଇ ଜଗତରେ ସବଦ ବ୍ରହ୍ମ ସୃଷ୍ଟି କରେ। ଅଷ୍ଟାଦଶ ବିଦ୍ୟା ଉପରେ ପ୍ରକାଶ କରେ ଜଗତରେ। ଷଟ ଅଙ୍ଗରେ ଷଟ ହୋଇ 4 ବେଦ ମିଶି ଷଟହିଁ। ମୀମାଂସା ନାମେଣ ପୁରାଣ ଧର୍ମଶାସ୍ତ୍ର ମନୁବଚନ। ଏମନ୍ତେ ଚତୁର୍ଦଶ ବିଦ୍ୟା ମିଶିଣ 4 ଉପବେଦା। ଏମନ୍ତ ଅଷ୍ଟାଦଶ ହୋଇ ବ୍ରହ୍ମାଣ୍ଡ ମଧ୍ୟ ବିହରହି। ସୂତ କହନ୍ତି ଦୋଷ ମନେ ଶୁଣ ହେ ବ୍ରହ୍ମ ଋଷିମାନେ। ବେଦ ଯେ ଶାଖା ପ୍ରଣୟନ ବିସ୍ତାରି ତୁମ୍ଭର ଆଗେଣ। କହିଲୁ ପ୍ରସନ୍ନ କରଣେ ଶିଷ୍ୟ ପ୍ରଶିଷ୍ୟ ବିଚାରଣେ। ଏହା ଯେ କର୍ଣ୍ଣରେ ଶୁଣଇ ବ୍ରହ୍ମ ତେଜ ତାର ବଢ଼ଇ। ସକଳ କଳୁଷ ନାଶଇ ଅନ୍ତେ ଯେ ବୈକୁଣ୍ଠ ଯାଇ। ନମଇ ବିପ୍ର ଜଗନ୍ନାଥ ଦ୍ୱାଦଶ ସ୍କନ୍ଧେ ଭାଗବତ। କେବଳ ଆଶା କରେ ଏତେ କୃପାଳୁ କୃପା କର ମୋତେ। ସୁଜନେ ଶୁଣ କର୍ଣ୍ଣ ଦ୍ୱାରେ ତରିବ ଏ ଭବ ସଂସାରେ। ସୂତ ସଉନକର ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ। ଶ୍ରୀହରି ଚରଣ ସରୋଜ ଭାବନ୍ତି ଜଗନ୍ନାଥ ଦ୍ୱିଜ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟ ସଂହିତାୟା 82ଙ୍କ୍ୟାଂ ଦ୍ୱାଦଶସ୍କନ୍ଧେ ସୂତ ସୌନକ ସମ୍ବାଦେ ନାମ ସପ୍ତମୋऽଧ୍ୟାୟଃ। ଓಂ ନମୋ ଭଗବତେ ବାସୁଦେବାୟ।